ଖ୍ରୀଷ୍ଟ ନିଜେ ମୋ ମଧ୍ୟରେ ବାସ କରନ୍ତି। ସେ ମୋ ମଧ୍ୟରେ କାହିଁକି ରହୁଛନ୍ତି? ସେ ମୋତେ ସମ୍ପୂର୍ଣ୍ଣ ଭାବରେ କିଣି ନେଇଛନ୍ତି, ପୁରା କିଣା ଯାଇଛି। ସେ ଆପଣଙ୍କୁ ବାଛିଛନ୍ତି। ଅନ୍ଧାରୁ ଆଲୋକକୁ ଆଣିବା ଅଲଗା, କିନ୍ତୁ ସେ ତାଙ୍କୁ ଗୁରୁତ୍ୱ ଦେଇଛନ୍ତି। ସେ ତୁମକୁ ଶକ୍ତି ଦେଲେ ତାଙ୍କ ଇଚ୍ଛାପତ୍ର ତୁମକୁ ମିଳିଛି। ତୁମକୁ ବୁଝିବା ଦରକାର ଯେ ସେ ବିଲ୍ ସୁଝିଛନ୍ତି। ଗୋଟିଏ ବଳିଦାନ ସବୁଦିନକୁ ବିଲ୍ ସୁଝିଛି। ଭାବନ୍ତୁ, ବିଲ୍ ପୂର୍ବରୁ ସୁଝା ହୋଇଛି। ତୁମେ ପଚାରୁଛ, ମୁଁ ଏହା କିଣିପାରିବି କି? ତୁମର ବିଶ୍ୱାସ ବଢିବାକୁ ପଡିବ। ବିଶ୍ୱାସ କିପରି ବଢିବ? ଏହା କେବଳ ଚ୍ୟାଲେଞ୍ଜରେ ବଢିଥାଏ। ଚ୍ୟାଲେଞ୍ଜ ଈଶ୍ୱରଙ୍କ ବିରୋଧ ନୁହେଁ, ବରଂ ମହାନ କାର୍ଯ୍ୟ ପାଇଁ ସେ ତୁମକୁ ପ୍ରସ୍ତୁତ କରୁଛନ୍ତି ଏବଂ ଏକ ବଡ଼ ବିଶ୍ୱାସ ଦେଉଛନ୍ତି। ଦାଉଦ ଭାଲୁ ଆଉ ସିଂହକୁ ହରାଇବା ପରେ ତାଙ୍କ ବିଶ୍ୱାସ ବଢିଲା। ଗୋଲିଆଥକୁ ପରାସ୍ତ କରିବାକୁ ସେ କହିଲେ, ମୋତେ ଢାଲ କିମ୍ବା ହେଲମେଟର କୌଣସି ଆବଶ୍ୟକତା ନାହିଁ। ଖଣ୍ଡା ଦରକାର ନାହିଁ। ମୁଁ ପ୍ରଭୁଙ୍କ ନାମରେ ଆସିବି। ପ୍ରଭୁଙ୍କ ନାମରେ ହେଉଛି ବିଜେଲା। ବାହାରେ ଗୋଲିଆଥକୁ ପରାସ୍ତ କରିବା ପୂର୍ବରୁ ଭିତରେ ଗୋଲିଆଥକୁ ପରାସ୍ତ କର। ନିଜକୁ ପରାସ୍ତ କର। ଈଶ୍ୱରଙ୍କୁ ସ୍ଥାନ ଦିଅନ୍ତୁ। କାମନା ତ୍ୟାଗ କରି ଖ୍ରୀଷ୍ଟଙ୍କୁ ହୃଦୟ ସିଂହାସନରେ ବସାନ୍ତୁ। ଲୋଭ ଛାଡ଼ି ଈଶ୍ୱରଙ୍କୁ ଅଧିକ ଭଲ ପାଅ। ଈଶ୍ୱରଙ୍କୁ ସ୍ଥାନ ଦେବା କ'ଣ? ଶତ୍ରୁକୁ ବାହାର କରିବା। ତାଙ୍କର ସ୍ଥାନ ନାହିଁ। ପ୍ରଭୁ, ମୋ ଦେହ ତୁମ ମନ୍ଦିର। ତୁମେ ମୋ ଦୁର୍ବଳତା ଆଉ ଭାବପ୍ରବଣତା ଜାଣ। ଅତ୍ୟଧିକ ଅନୁଭବ, ଅତି କାମୁକତା ଗୋଲିଆଥକୁ ହରାଇବ କି? ଆଗେ ନିଜ ଭାଲୁ ଓ ସିଂହକୁ ଜିତିବାକୁ ହବ। ଯଦି ତୁମେ ବ୍ୟକ୍ତିଗତ ଜୀବନ ଜିତି ପାରିବନି, ତୁମେ ବାହାର ଦୁନିଆକୁ କିପରି ଶିଖିବ? କାରଣ ସେ ମୋତେ କିଣିଛନ୍ତି। ସେ ମୋତେ ପ୍ରାଧାନ୍ୟ ଦେଇଛନ୍ତି। ସେ ମୋ ଜୀବନକୁ ବଦଳାଇ ଦେଇଛନ୍ତି। ପରିବର୍ତ୍ତନ ହଉଛି ନାହିଁ ସେଠାକୁ ଯାଇ ଏଠାକୁ ଆସିବା ନୁହେଁ। ତମେ ଦେଖିବ ପରିବର୍ତ୍ତନ ହେଉଛି ଭିତରେ ଭିତରେ। ଏକ ରେସିପି ହେବା ପୂର୍ବ ଉଦାହରଣ।